ଓମ୍ ଶାନ୍ତି। 16 ନଭେମ୍ବର 2025ର ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି 15 ଡିସେମ୍ବର 2007। ମୁରଲୀର ସାରାଂଶରେ ବାବା କହୁଛନ୍ତି, ସମୟର ମହତ୍ତ୍ୱକୁ ଜାଣି କର୍ମର ଗହନ ଗତି ଉପରେ ଧ୍ୟାନ ଦେଇ ନଷ୍ଟମୋହା ହୋଇ ସଦା ପ୍ରସ୍ତୁତ ରୁହ। ସମୟର ମହତ୍ତ୍ୱକୁ ଜାଣି କର୍ମର ଗହନ ଗତି ଉପରେ ଧ୍ୟାନ ଦେଇ ନଷ୍ଟମୋହା ହୋଇ ସଦା ପ୍ରସ୍ତୁତ ରୁହ। ବାବା କହିଲେ, ଆଜି ସର୍ବ ସମ୍ପତ୍ତିର ଦାତା, ଜ୍ଞାନ ରୂପକ ସମ୍ପତ୍ତି, ଗୁଣ ରୂପକ ସମ୍ପତ୍ତି, ଶକ୍ତି ତଥା ଶ୍ରେଷ୍ଠ ସଂକଳ୍ପ ରୂପକ ସମ୍ପତ୍ତିର ଦାତା ବାପ ଦାଦା ନିଜର ଚାରିଆଡ଼ର ବାଳକ ହିସାବରେ ମାଲିକ ଅର୍ଥାତ୍ ଅଧିକାରୀ ପିଲାମାନଙ୍କୁ ଦେଖୁଛନ୍ତି। ଅଖଣ୍ଡ ସମ୍ପତ୍ତିର ମାଲିକ ପିତା ନିଜର ସବୁ ପିଲାଙ୍କୁ ସର୍ବ ସମ୍ପତ୍ତିରେ ସମ୍ପନ୍ନ କରୁଛନ୍ତି। ସମସ୍ତଙ୍କୁ ସର୍ବ ସମ୍ପତ୍ତି ଦେଉଛନ୍ତି। କାହାକୁ କମ୍ କାହାକୁ ବେଶୀ ଦେଉନାହାନ୍ତି। କାହିଁକିନା ସମ୍ପତ୍ତି ଅସରନ୍ତି ମାତ୍ରାରେ ଅଛି। ତେବେ ଚାରିଆଡ଼ର ପିଲାମାନେ ବାପ ଦାଦାଙ୍କର ନୟନରେ ସମାହିତ ହୋଇ ରହିଛନ୍ତି ଏବଂ ସମସ୍ତେ ସମ୍ପତ୍ତିରେ ଭରପୁର ହୋଇ ହର୍ଷିତ ହେଉଛନ୍ତି। ଆଜିକାଲିର ସମୟ ଅନୁସାରେ ସବୁଠାରୁ ଅମୂଲ୍ୟ ଏବଂ ଶ୍ରେଷ୍ଠ ସମ୍ପତ୍ତି ହେଲା ପୁରୁଷୋତ୍ତମ ସଙ୍ଗମ ଯୁଗର ସମୟ। କାହିଁକିନା ସଙ୍ଗମ ଯୁଗରେ ହିଁ ସାରା କଳ୍ପର ପ୍ରାରବ୍ଧ ଜମା କରିପାରିବ। ଏହି ଛୋଟିଆ ଯୁଗର ପ୍ରାପ୍ତି ଏବଂ ପ୍ରାରବ୍ଧ ଅନୁସାରେ ଗୋଟିଏ ସେକେଣ୍ଡରେ ମୂଲ୍ୟ ଗୋଟିଏ ବର୍ଷ ସହିତ ସମାନ। ଏହା ଏତେ ଅମୂଲ୍ୟ ସମୟ। ଏହି ସମୟ ପାଇଁ ହିଁ ଗାୟନ ରହିଛି। ଏବେ ନୁହେଁ ତ କେବେ ନୁହେଁ। କାହିଁକିନା ଏହି ସମୟରେ ହିଁ ସୃଷ୍ଟି ନାଟକରେ ପରମାତ୍ମା ପିତାଙ୍କର ପାର୍ଟ ନିର୍ଦ୍ଧାର୍ଯ୍ୟ ଅଛି। ସେଥିପାଇଁ ଏହି ସମୟକୁ ହୀରାତୁଲ୍ୟ ସମୟ କୁହାଯାଉଛି। ସତ୍ୟ ଯୁଗକୁ ସୁବର୍ଣ୍ଣ ଯୁଗ କୁହାଯାଉଛି। କିନ୍ତୁ ବର୍ତ୍ତମାନର ସମୟ ହିଁ ହୀରାତୁଲ୍ୟ ଅଟେ ଏବଂ ତୁମେମାନେ ମଧ୍ୟ ହୀରାତୁଲ୍ୟ ଜୀବନର ଅନୁଭବୀ ଆତ୍ମା ଅଟ। ଏହି ସମୟରେ ହିଁ ବହୁତ କାଳରୁ ବିଛୁଡ଼ିଥିବା ଆତ୍ମାମାନେ ପରମାତ୍ମାଙ୍କ ସହିତ ମିଳନ, ପରମାତ୍ମା ସ୍ନେହ, ପରମାତ୍ମା ଜ୍ଞାନ, ପରମାତ୍ମା ସମ୍ପତ୍ତିର ପ୍ରାପ୍ତିର ଅଧିକାରୀ ହେଉଛନ୍ତି। ସାରା କଳ୍ପ ଭିତରେ ଦେବାତ୍ମାମାନେ ଏବଂ ମହାନ ଆତ୍ମାମାନେ ଥାଆନ୍ତି। କିନ୍ତୁ ଏହି ସମୟରେ ତୁମକୁ ପରମାତ୍ମା ଈଶ୍ୱରୀୟ ପରିବାର ମିଳିଛି। ସେଥିପାଇଁ ଯେତିକି ଏହି ସମୟର ମହତ୍ତ୍ୱ ରହିଛି ତାକୁ ଜାଣି ନିଜକୁ ଯେତିକି ଶ୍ରେଷ୍ଠ କରିବା ପାଇଁ ଚାହିଁବ କରିପାରିବ ଏବଂ ତୁମେମାନେ ମଧ୍ୟ ଏହି ମହାନ ଯୁଗର ପରମାତ୍ମା ଭାଗ୍ୟକୁ ପ୍ରାପ୍ତ କରୁଥିବା ପଦ୍ମା ପଦ୍ମ ଭାଗ୍ୟବାନ ଆତ୍ମା ଅଟ। ଏହିଭଳି ନିଜର ଶ୍ରେଷ୍ଠ ଭାଗ୍ୟର ଆତ୍ମିକ ନିଶାକୁ ଏବଂ ଭାଗ୍ୟକୁ ଜାଣିବା ସହିତ ଅନୁଭବ କରୁଛ ତ? ଖୁସି ମିଳୁଛି ତ? ତେବେ ଦିଲ୍ ଭିତରେ ସର୍ବଦା କେଉଁ ଗୀତ ଗାଉଛ? ବାହା ମୋର ଭାଗ୍ୟ ବାହା। କାହିଁକିନା ବର୍ତ୍ତମାନ ସମୟର ଭାଗ୍ୟ ତୁଳନାରେ ଅନ୍ୟ କୌଣସି ବି ଯୁଗରେ ଏଭଳି ଶ୍ରେଷ୍ଠ ଭାଗ୍ୟ ପ୍ରାପ୍ତ ହୋଇପାରିବ ନାହିଁ। ତେବେ କୁହ, ସର୍ବଦା ନିଜର ଭାଗ୍ୟକୁ ସ୍ମୃତିରେ ରଖି ହର୍ଷିତ ହେଉଛ ତ? କ'ଣ କହୁଛ? ଯେଉଁମାନେ ଭାବୁଛନ୍ତି ଆମେ ସର୍ବଦା ହର୍ଷିତ ରହୁଛୁ, କେବେ କେବେ ନୁହେଁ, ସେମାନେ ହାତ ଉଠାଅ। ସଦା ହର୍ଷିତ, ସଦା ହର୍ଷିତ। ତେବେ ସଦା ଶବ୍ଦକୁ କେବେ ବି ଭୁଲିବାର ନାହିଁ, କିନ୍ତୁ ବିଶେଷ ଧ୍ୟାନ ଦେବାର ଅଛି। ଏବେ ଦେଖ, ଟିଭିରେ ତୁମମାନଙ୍କର ଫଟୋ ଦେଖାଯାଉଛି। ସଦାବାଲାଙ୍କର ଫଟୋ ଆସୁଛି। ଅଭିନନ୍ଦନ। ମାତାମାନେ ହାତ ଉଠାନ୍ତୁ। ଶକ୍ତିମାନେ ମଧ୍ୟ ଉଠାନ୍ତୁ। ଡବଲ ବିଦେଶୀମାନେ ମଧ୍ୟ ଉଠାନ୍ତୁ। କେଉଁ ଶବ୍ଦକୁ ମନେ ରଖିବ? ସଦା। କେବେ କେବେ ବାଲା ତ ପଛରେ ଆସିବେ। ବାପ ଦାଦା ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଯେ ସମୟ ବହୁତ ତୀବ୍ର ଗତିରେ ଆଗକୁ ବଢ଼ି ଚାଲିଛି। ସମୟର ଗତିକୁ ଜାଣିବା ବାଲା ନିଜକୁ ଚେକ୍ କର ଯେ ମୋ ଭଳି ମାଷ୍ଟର ସର୍ବଶକ୍ତିମାନ ଆତ୍ମାର ଗତି ତୀବ୍ର ଅଟେ ତ? ପୁରୁଷାର୍ଥ ତ ସମସ୍ତେ କରୁଛନ୍ତି, କିନ୍ତୁ ବାପ ଦାଦା କ'ଣ ଦେଖିବାକୁ ଚାହୁଁଛନ୍ତି?
ପ୍ରତ୍ୟେକ ସନ୍ତାନ ତୀବ୍ର ପୁରୁଷାର୍ଥୀ ହେବା ସହିତ ପ୍ରତ୍ୟେକ ବିଷୟରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେଉଛନ୍ତି, ନା କେବଳ ପାସ୍ ହେଉଛନ୍ତି? ତେବେ ତୀବ୍ର ପୁରୁଷାର୍ଥୀଙ୍କର ବିଶେଷ କରି ଦୁଇଟି ଲକ୍ଷଣ ଦେଖାଯିବ। ଗୋଟିଏ ହେଲା ନଷ୍ଟ ମୋହା, ଦ୍ୱିତୀୟରେ ଏଭର ରେଡି, ଅର୍ଥାତ୍ ସଦା ପ୍ରସ୍ତୁତ। ସର୍ବପ୍ରଥମେ ଯଦି ନିଜର ଦେହର ସ୍ମୃତିଠାରୁ ଏବଂ ଦେହର ଅଭିମାନ ଠାରୁ ନଷ୍ଟମୋହା ହୋଇଯିବ, ତେବେ ଅନ୍ୟ ସବୁ କଥାରୁ ନଷ୍ଟମୋହା ହେବା ପାଇଁ କୌଣସି ମୁସ୍କିଲ ଲାଗିବ ନାହିଁ। ତେବେ ଦେହଭାନ ଅର୍ଥାତ୍ ଦୈହିକ ସ୍ମୃତିର ଲକ୍ଷଣ ହେଲା ୱେଷ୍ଟ ଥଟ୍ ବା ବ୍ୟର୍ଥ ସଂକଳ୍ପ ଆସିବା ଏବଂ ବ୍ୟର୍ଥରେ ସମୟ ନଷ୍ଟ ହେବା। ଏହାର ଚେକିଂ ନିଜେ ହିଁ ଭଲ ଭାବରେ କରିପାରିବ। ସାଧାରଣ ଭାବରେ ସମୟକୁ ଖର୍ଚ୍ଚ କରିବା ଦ୍ୱାରା ମଧ୍ୟ ନଷ୍ଟମୋହା ହୋଇପାରିବ ନାହିଁ। ତେଣୁ ଚେକ୍ କର, ମୋର ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ କର୍ମ ସଫଳ ହେଲା ତ? କାହିଁକି ନା ସଙ୍ଗମ ଯୁଗରେ ବାବାଙ୍କର ବିଶେଷ ବରଦାନ ହେଲା ସଫଳତା ତୁମର ଜନ୍ମସିଦ୍ଧ ଅଧିକାର। ତେବେ ଅଧିକାର ସହଜରେ ଅନୁଭୂତି କରାଇଥାଏ ଏବଂ ଏଭର ରେଡିର ଅର୍ଥ ହେଲା ମନ, ବଚନ, କର୍ମ ଏବଂ ସମ୍ବନ୍ଧ ସମ୍ପର୍କରେ ଯଦି ସମୟର ଆଦେଶ ମିଳିଲା ଅଚାନକ, ତେବେ ଅଚାନକ ଏଭର ରେଡି ହେବାକୁ ପଡ଼ିବ ଏବଂ ଆଗକୁ ମଧ୍ୟ ଅଚାନକ ହିଁ ସବୁକିଛି ହେବ। ଯେପରି ତୁମ ଦାଦୀଙ୍କୁ ଦେଖିଲ, ଅଚାନକ ଏଭର ରେଡି। ପ୍ରତ୍ୟେକ ସ୍ୱଭାବରେ, ପ୍ରତ୍ୟେକ କାର୍ଯ୍ୟରେ ସହଜ ଏବଂ ସରଳ, ସମ୍ପର୍କରେ ସରଳ, ସ୍ୱଭାବରେ ସରଳ, ସେବାରେ ସରଳ, ସନ୍ତୁଷ୍ଟ କରିବାରେ ସରଳ ଏବଂ ସନ୍ତୁଷ୍ଟ ରହିବାରେ ମଧ୍ୟ ସରଳ। ସେଥିପାଇଁ ବାପଦାଦା ସମୟର ସମୀପତା ବିଷୟରେ ବାରମ୍ବାର ସଂକେତ ଦେଉଛନ୍ତି। ସ୍ୱପୁରୁଷାର୍ଥର ସମୟ ବହୁତ କମ୍ ଅଛି, ସେଥିପାଇଁ ନିଜର ଜମାର ଖାତାକୁ ଚେକ୍ କର। ତେବେ ସମ୍ପତ୍ତି ଗୁଡ଼ିକୁ ଜମା କରିବାର 3ଟି ବିଧି ବିଷୟରେ ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଏବଂ ଏବେ ପୁଣି ଥରେ ଶୁଣାଉଛୁ। ଏହି 3ଟି ଯାକ ବିଧିକୁ ନିଜେ ନିଜେ ଚେକ୍ କର। ଗୋଟିଏ ହେଲା ନିଜର ପୁରୁଷାର୍ଥ ଦ୍ୱାରା ପ୍ରାରବ୍ଧ ରୂପକ ସମ୍ପତ୍ତି ଜମା କରିବା ଏବଂ ପ୍ରାପ୍ତି ରୂପକ ସମ୍ପତ୍ତି ଜମା କରିବା। ଦ୍ୱିତୀୟରେ ହେଲା ସନ୍ତୁଷ୍ଟ ରହିବା, ଏଥିରେ ମଧ୍ୟ ସଦା ଶବ୍ଦକୁ ଯୋଡ଼ି ଦିଅ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବା, ଯାହାଦ୍ୱାରା ପୁଣ୍ୟର ଖାତା ଜମା ହୋଇଥାଏ ଏବଂ ଏହି ପୁଣ୍ୟର ଖାତା ଅନେକ ଜନ୍ମର ପ୍ରାରବ୍ଧର ଆଧାର ଅଟେ। ତୃତୀୟରେ ହେଲା ସଦା ସର୍ବଦା ସେବାରେ ଅଥକ ହୋଇ ନିଃସ୍ୱାର୍ଥ ଏବଂ ବିଶାଳ ହୃଦୟରେ ସେବା କରିବା। ଏହାଦ୍ୱାରା ଯାହାର ସେବା କରିବ ତାଠାରୁ ସ୍ୱତଃ ହିଁ ଦୁଆ ମିଳିବ। ତେବେ ନିଜର ବ୍ୟକ୍ତିଗତ ପୁରୁଷାର୍ଥ ଦ୍ୱାରା, ପୁଣ୍ୟ କର୍ମ ଦ୍ୱାରା ଏବଂ ଦୁଆ ଅର୍ଥାତ୍ ଆଶୀର୍ବାଦ ଦ୍ୱାରା, ଏହି 3ଟି ବିଧି ଦ୍ୱାରା ସମ୍ପତ୍ତି ଜମା ହୋଇଥାଏ। ତେବେ ତୁମ ସମସ୍ତଙ୍କର ଏହି 3ଟି ଖାତା ଜମା ହେଉଛି ତ? ଏବେ ଚେକ୍ କର ଯେ ଅଚାନକ ଭାବରେ ଯଦି କୌଣସି ପରୀକ୍ଷା ଆସିଯାଏ, ତେବେ ମୁଁ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବି ତ? କାହିଁକି ନା ଆଜିକାଲିର ସମୟ ଅନୁସାରେ ପ୍ରକୃତିର ହଲଚଲର ଛୋଟ ଛୋଟ ପରୀକ୍ଷା କେବେ ବି ଆସିଯାଇପାରେ। ସେଥିପାଇଁ କର୍ମର ଗହନ ଗତିର ଜ୍ଞାନ ବିଶେଷ ଭାବରେ ଧ୍ୟାନରେ ରହିବା ଦରକାର, କାରଣ କର୍ମର ଗତି ବଡ଼ ଗହନ ଅଟେ। ଯେପରି ଡ୍ରାମା ଉପରେ ଧ୍ୟାନ ରହୁଛି, ଆତ୍ମିକ ସ୍ୱରୂପରେ ରହିବା ଉପରେ ଧ୍ୟାନ ରହୁଛି, ଧାରଣା ବିଷୟ ଉପରେ ଧ୍ୟାନ ରହୁଛି, ସେହିପରି କର୍ମର ଗହନ ଗତି ଉପରେ ଧ୍ୟାନ ରହିବା ମଧ୍ୟ ଅତି ଆବଶ୍ୟକ ଅଟେ। ସାଧାରଣ କର୍ମ, ସାଧାରଣ ସମୟ, ସାଧାରଣ ସଂକଳ୍ପ ଦ୍ୱାରା ମଧ୍ୟ ପ୍ରାରବ୍ଧରେ ଫରକ ପଡ଼ିଯାଏ। ତେବେ ବର୍ତ୍ତମାନ ସମୟରେ ତୁମେ ଯେଉଁମାନେ ପୁରୁଷାର୍ଥୀ ଅଟ, ସମସ୍ତେ ବହୁତ ଶ୍ରେଷ୍ଠ ଏବଂ ବିଶେଷ ଆତ୍ମା ମଧ୍ୟ ଅଟ। ସାଧାରଣ ଆତ୍ମା ନୁହେଁ। ବିଶ୍ୱ କଲ୍ୟାଣର ନିମିତ୍ତ, ବିଶ୍ୱ ପରିବର୍ତ୍ତନର ନିମିତ୍ତ ହୋଇଥିବା ଆତ୍ମା ଅଟ। କେବଳ ନିଜକୁ ପରିବର୍ତ୍ତନ କରିବା ବାଲା ନୁହେଁ, ବିଶ୍ୱର ପରିବର୍ତ୍ତନର ଉତ୍ତରଦାୟୀ ଅଟ। ସେଥିପାଇଁ ତୁମକୁ ନିଜର ଶ୍ରେଷ୍ଠ ସ୍ୱମାନର ସ୍ମୃତି ସ୍ୱରୂପ ହେବାକୁ ହିଁ ପଡ଼ିବ। ବାପଦାଦା ଦେଖୁଛନ୍ତି, ସେବା ସହିତ ଏବଂ ବାପଦାଦାଙ୍କ ସହିତ ସମସ୍ତଙ୍କର ବହୁତ ଭଲ ସ୍ନେହ ରହିଛି,
କୌଣସି ନା କୌଣସି ଯୋଜନା ଅନୁସାରେ ଚାରିଆଡ଼େ ସେବାର ବାତାବରଣ ମଧ୍ୟ ରହିଛି। ଏଥିସହିତ ବର୍ତ୍ତମାନର ସମୟ ଅନୁସାରେ ବିଶ୍ୱର ଆତ୍ମାମାନେ ଯେଉଁଭଳି ଦୁଃଖ ଏବଂ ଅଶାନ୍ତିରେ ଅଛନ୍ତି, ସେମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିବା ପାଇଁ ନିଜ ନିଜର ଶକ୍ତି ଦ୍ୱାରା ସକାଶ ଦେବାର ସେବା କର। ଯେପରି ପ୍ରକୃତିର ସୂର୍ଯ୍ୟ ନିଜର ସକାଶ ଦ୍ୱାରା ଅନ୍ଧକାରକୁ ଦୂର କରି ଆଲୋକିତ କରିଦେଉଛି ଏବଂ ନିଜର କିରଣ ଦ୍ୱାରା ଅନେକ ଜିନିଷକୁ ପରିବର୍ତ୍ତନ କରିଦେଉଛି, ସେହିପରି ମାଷ୍ଟର ଜ୍ଞାନ ସୂର୍ଯ୍ୟ ଆତ୍ମାମାନେ ନିଜକୁ ପ୍ରାପ୍ତ ହୋଇଥିବା ସୁଖ ଶାନ୍ତିର କିରଣ ଦ୍ୱାରା ସକାଶ ଦ୍ୱାରା ସେମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କର। ମାନସିକ ସେବା ଦ୍ୱାରା ନିଜର ଶକ୍ତିଶାଳୀ ବୃତ୍ତି ଦ୍ୱାରା ବାୟୁମଣ୍ଡଳକୁ ପରିବର୍ତ୍ତନ କର। ତେଣୁ ଏବେ ମାନସିକ ସେବା ବା ସଂକଳ୍ପ ଶକ୍ତି ଦ୍ୱାରା ସେବା କର। ଯେପରି ବାଣୀ ଦ୍ୱାରା ସେବା କରିବାର ବିଧିକୁ ବିସ୍ତାର କରିଛ, ସେହିପରି ମାନସିକ ସକାଶ ଦ୍ୱାରା ଅର୍ଥାତ୍ ଶକ୍ତିଶାଳୀ ପ୍ରକମ୍ପନ ଦ୍ୱାରା ଆତ୍ମାମାନଙ୍କ ଭିତରେ ହାପି ଅର୍ଥାତ୍ ଖୁସି ଏବଂ ହୋପ ଅର୍ଥାତ୍ ଆଶାର ତରଙ୍ଗ ଖେଳାଅ। ଏହି ବର୍ଷ ତୁମେମାନେ ଯେଉଁ ହାପି ଏବଂ ହୋପର ବିଷୟବସ୍ତୁ ରଖିଛ, ସେହି ଅନୁସାରେ ସେମାନଙ୍କୁ ସାହସ ପ୍ରାପ୍ତ କରାଅ, ଉମଙ୍ଗ ଉତ୍ସାହ ପ୍ରାପ୍ତ କରାଅ। ଦୁଃଖ ଅଶାନ୍ତିରୁ ମୁକ୍ତ କରି ସେମାନଙ୍କୁ ସୁଖ ଶାନ୍ତି ରୂପୀ ସମ୍ପତ୍ତି ବାବାଙ୍କ ଦ୍ୱାରା ପ୍ରାପ୍ତ କରାଅ। ଏବେ ଦୁନିଆକୁ ଅଧିକରୁ ଅଧିକ ସକାଶ ଦେବାର ଆବଶ୍ୟକତା ରହିଛି। ଯଦି ଏହି ସେବାରେ ନିଜର ମନକୁ ସର୍ବଦା ବ୍ୟସ୍ତ ରଖିବ, ତେବେ ତୁମେମାନେ ମାୟାଜିତ୍ ବିଜୟୀ ସ୍ୱତଃ ହୋଇଯିବ। ବାକି ଛୋଟ ଛୋଟ କଥା ସବୁ ସାଇଡ୍ ସିନ୍ ଅର୍ଥାତ୍ ରାସ୍ତା କଡ଼ର ଦୃଶ୍ୟ ଅଟେ। ସେଥିରେ କିଛି ଖରାପ ମଧ୍ୟ ରହିବ, କିଛି ଭଲ ମଧ୍ୟ ରହିବ। ତେବେ ତୁମକୁ ରାସ୍ତା କଡ଼ର ଦୃଶ୍ୟକୁ ଅତିକ୍ରମ କରି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ ଏବଂ ସେଗୁଡ଼ିକୁ ଦେଖିବା ପାଇଁ ସର୍ବଦା ନିଜର ସାକ୍ଷୀ ଦ୍ରଷ୍ଟାର ଆସନ ଉପରେ ସ୍ଥିତ ରହିବାକୁ ହେବ। ବାସ୍, ତାପରେ ଦେଖିବ ସେହି ସାଇଡ୍ ସିନ୍ ଗୁଡ଼ିକ ତୁମ ପାଇଁ ମନୋରଞ୍ଜନ ପାଲଟିଯିବ। ତେବେ ସମସ୍ତେ ଏଭର୍ ରେଡ଼ି ଅଛ ତ? କାଲି ଯଦି କିଛି ବି ହୋଇଯାଏ, ତେବେ ତୁମେ ଏଭର୍ ରେଡ଼ି ଅଛ ତ? ପ୍ରଥମ ଧାଡ଼ିବାଲା ଏଭର୍ ରେଡ଼ି ଅଛ ତ? କାଲି ଯଦି କିଛି ହୋଇଯାଏ, ତେବେ ଯଦି ଟିଚରମାନେ ପ୍ରସ୍ତୁତ ଅଛନ୍ତି, ତେବେ ବହୁତ ଭଲ କଥା। ସବୁ ବର୍ଗବାଲା ମଧ୍ୟ ପ୍ରସ୍ତୁତ ଅଛନ୍ତି। ଯେତେ ବି ବର୍ଗବାଲା ଆସୁଛନ୍ତି, ସମସ୍ତେ ଏଭର୍ ରେଡ଼ି ଅଛ। ଚିନ୍ତା କର। ଦାଦୀମାନେ ଦେଖ, ସମସ୍ତେ ହାତ ହଲାଉଛନ୍ତି। ବହୁତ ଭଲ, ଅଭିନନ୍ଦନ। ଯଦି ହୋଇନାହଁ, ତେବେ ଆଜି ରାତି ସୁଦ୍ଧା ଏଭର୍ ରେଡ଼ି ହୋଇଯାଅ, କାହିଁକି ନା ସମୟ ତୁମକୁ ଅପେକ୍ଷା କରିଛି। ବାପ ଦାଦା ମଧ୍ୟ ମୁକ୍ତିର ଗେଟ୍ ଖୋଲିବା ପାଇଁ ଅପେକ୍ଷା କରିଛନ୍ତି। ଆଡ଼ଭାନ୍ସ ପାର୍ଟି ମଧ୍ୟ ତୁମମାନଙ୍କୁ ଆବାହନ କରୁଛି। ତୁମେମାନେ କ'ଣ ନ କରିପାରିବ? ମାଷ୍ଟର ସର୍ବଶକ୍ତିମାନ ଅଟନା। କେବଳ ଦୃଢ଼ ସଂକଳ୍ପ କର, ଏହା କରିବାର ଅଛି, ଏହା କରିବାର ନାହିଁ। ବାସ୍, ଯଦି କରିବାର ନାହିଁ, ତେବେ ଦୃଢ଼ ସଂକଳ୍ପ ଦ୍ୱାରା ନାହିଁକୁ ନାହିଁ କରିଦିଅ। ମାଷ୍ଟର ଅର୍ଥାତ୍ ମାଲିକ ତ ଅଟନା। ଆଚ୍ଛା, ତେବେ ପ୍ରଥମ ଥର ପାଇଁ କେଉଁମାନେ ଆସିଛନ୍ତି? ଯେଉଁମାନେ ପ୍ରଥମ ଥର ଆସିଛନ୍ତି, ସେମାନେ ହାତ ଉଠାଅ। ଉଚ୍ଚା ହାତ ଉଠାଅ, ହାତ ହଲାଅ। ଏତେ ପିଲା ଆସିଛନ୍ତି, ବହୁତ ଭଲ। ଯେଉଁମାନେ ବି ପ୍ରଥମ ଥର ପାଇଁ ଆସିଛନ୍ତି, ସେମାନଙ୍କୁ ପଦ୍ମଗୁଣ ଅଭିନନ୍ଦନ, ଅଭିନନ୍ଦନ। ବାପ ଦାଦା ଖୁସି ହେଉଛନ୍ତି ଯେ କଳ୍ପ ପୂର୍ବର ପିଲାମାନେ ପୁନର୍ବାର ଆସି ନିଜର ପରିବାରରେ ପହଞ୍ଚି ଯାଇଛନ୍ତି। ସେଥିପାଇଁ ପଛରେ ଆସିଥିବା ପିଲାମାନେ କମାଲ କରି ଦେଖାଅ। ଯଦିଓ ପଛରେ ଆସିଛ, କିନ୍ତୁ ତୁମକୁ ପଛରେ ରହିବାର ନାହିଁ, ଆଗରେ ଆଗରେ ରୁହ। ସେଥିପାଇଁ ତୀବ୍ର ପୁରୁଷାର୍ଥ କରିବାକୁ ପଡ଼ିବ। ସାହସ ଅଛି ତ? ଅଛି ସାହସ, ବହୁତ ଭଲ କଥା। ସାହସୀ ପିଲାମାନଙ୍କୁ ବାପଦାଦା ଏବଂ ପରିବାରର ସାହାଯ୍ୟ ମଧ୍ୟ ମିଳିଥାଏ। ତେବେ ଆସିଛ, ବହୁତ ଭଲ କରିଛ, କାହିଁକି ନା ପିଲାମାନେ ଘରର ଶୃଙ୍ଗାର ଅଟନ୍ତି। ତେଣୁ ଯେଉଁମାନେ ବି ଆସିଛ, ସମସ୍ତେ ମଧୁବନ ଘରର ଶୃଙ୍ଗାର ଅଟ। ଆଚ୍ଛା, ସେବାର ପାଳି ଭୋପାଳ ଜୋନର। ଆଚ୍ଛା, ବହୁତ ପିଲା ଆସିଛନ୍ତି, ପତାକା ହଲାଉଛନ୍ତି, ଭଲ କଥା। ସୁବର୍ଣ୍ଣ ସୁଯୋଗ ମିଳିଯାଇଛି ନା? ଆଚ୍ଛା,
ଯେଉଁମାନେ ସେବା କରିବା ପାଇଁ ଆସିଛନ୍ତି ଏମାନେ ସମସ୍ତେ ସେବାରୁ ଯେଉଁ ବଳ ମିଳିଥାଏ ବା ଅତୀନ୍ଦ୍ରିୟ ସୁଖର ଅନୁଭୂତିର ଫଳ ମିଳିଥାଏ ତାକୁ ଅନୁଭବ କରିଛ ତ? ଯଦି ହଁ ତେବେ ପତାକା ହଲାଅ ଯେଉଁମାନେ କରିଛ। ଆଚ୍ଛା, ତେବେ ସମସ୍ତେ ଅତୀନ୍ଦ୍ରିୟ ସୁଖର ଅନୁଭବ କରିଛ। ତେବେ ଏହା ସବୁଦିନ ପାଇଁ ରହିବ ତ ନା କିଛି ସମୟ ପାଇଁ ରହିବ? ଯେଉଁମାନେ ଦିଲ୍ର ସହିତ ପ୍ରତିଜ୍ଞା କରିଛ ସେମାନେ ହାତ ଉଠାଅ। ଦେଖା ଦେଖିରେ ହାତ ଉଠାଅ ନାହିଁ। ଯିଏ ଭାବୁଛି ମୁଁ ପ୍ରାପ୍ତିକୁ ସଦାକାଳ ପାଇଁ କାୟମ ରଖିବି, ବିଘ୍ନ ବିନାଶକ ହେବି, ସେ ହାତ ଉଠାଉ। ଆଚ୍ଛା ଦେଖ, ତୁମମାନଙ୍କର ଫଟୋ ଟିଭିରେ ଆସୁଛି, ନହେଲେ ଏହି ଫଟୋ ତୁମ ପାଖକୁ ପଠାଯିବ। ଆଚ୍ଛା, ଏହିଭଳି ଯେଉଁ ସୁଯୋଗ ମିଳୁଛି ତାହା ମଧ୍ୟ ବହୁତ ଭଲ ଅଟେ। ଏଥିରେ ସମସ୍ତେ ବହୁତ ଖୁସିର ସହିତ ସୁଯୋଗ ନେଉଛନ୍ତି ଏବଂ ଗୋଟିଏ ପାଳି ପରେ ଆଉ ଗୋଟିଏ ଏହିଭଳି ଭାବରେ ସମସ୍ତଙ୍କୁ ଖୋଲା ଦିଲ୍ରେ ମଧୁବନ ଆସିବା ପାଇଁ ଅନୁମତି ମିଳିଯାଉଛି। ଆଚ୍ଛା, ଏବେ କେଉଁ କମାଲ କରିବ? 2008ରେ ଆପଣଙ୍କୁ ପ୍ରତ୍ୟକ୍ଷ କରି ଦେଖାଇବୁ। ବହୁତ ଭଲ କଥା। ପରସ୍ପରକୁ ସହଯୋଗ ଦେଇ ଏହି ପ୍ରତିଶ୍ରୁତିକୁ ପୂରା କରିବ, ନିଶ୍ଚିତ କରିବ। ମାଷ୍ଟର ସର୍ବଶକ୍ତିବାନ ଆତ୍ମା ପାଇଁ କୌଣସି ବି ପ୍ରତିଶ୍ରୁତିକୁ ରକ୍ଷା କରିବା କିଛି ବଡ଼ କଥା ନୁହେଁ। କେବଳ ଦୃଢ଼ତାକୁ ସାଥୀ କରି ରଖ। ଦୃଢ଼ତାକୁ ଛାଡ଼ ନାହିଁ, କାହିଁକି ନା ଦୃଢ଼ତା ସଫଳତାର ଚାବି ଅଟେ। ତେବେ ଯେଉଁଠି ଦୃଢ଼ତା ଥିବ ସେଠାରେ ସଫଳତା ନିଶ୍ଚିତ ଥିବ। ଏହା ଠିକ୍ କଥା ନା? ତେଣୁ କରି ଦେଖାଅ। ବାପ ଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି। ବହୁତ ଭଲ କଥା। ଦେଖ, କେତେ ଜଣକୁ ସୁଯୋଗ ମିଳିଛି। ଅଧା କ୍ଲାସ ତ ସେବାଧାରୀ ହିଁ ବସିଛନ୍ତି। ବହୁତ ଭଲ। ଦେଖ, ସାକାର ବାବା ଥିବା ସମୟରେ ମଧ୍ୟ ବହୁତ ଭଲ ପାଠ କରିଛନ୍ତି। ପ୍ରଥମ ମ୍ୟୁଜିୟମ ତ ଇଏ ଭୋପାଳର ମହେନ୍ଦ୍ର ଭାଇ ତିଆରି କରିଥିଲେ। ତେଣୁ ଦେଖ, ସାକାର ବାବାଙ୍କର ଆଶୀର୍ବାଦ ଦ୍ୱାରା ଜୋନକୁ ମିଳିଛି। ତେଣୁ ଏବେ କୌଣସି ନବୀନତା କରି ଦେଖାଅ। ଏବେ ତ ବହୁତ ସମୟ ହୋଇଗଲାଣି, କୌଣସି ନୂଆ ଉଦ୍ଭାବନ ବାହାର କରିନାହଁ। ବର୍ଗୀକରଣ ସେବା ମଧ୍ୟ ଏବେ ପୁରୁଣା ହୋଇଗଲାଣି। ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସ୍ନେହ ମିଳନ ଆଦି ସବୁ ତ ହୋଇସାରିଲାଣି। ଏବେ କୌଣସି ନୂଆ କଥା ବାହାର କର। ସର୍ଟ ଏବଂ ସୁଇଟ୍ ଅର୍ଥାତ୍ ଖର୍ଚ୍ଚ କମ ଏବଂ ସେବା ଅଧିକ। ରାୟ ବାହାଦୁର ଅଟନା? ତେଣୁ କିଛି ନୂଆ ରାୟ ବାହାର କର। ଯେପରି ପ୍ରଦର୍ଶନୀ ବାହାରିଲା, ତାପରେ ମେଳା ବାହାରିଲା, ତାପରେ ବର୍ଗୀକରଣ ବାହାରିଲା, ସେହିଭଳି କୌଣସି ନୂଆ ଉଦ୍ଭାବନ ବାହାର କର। ଦେଖିବା ଏଥିରେ କିଏ ନିମିତ୍ତ ହେଉଛି। ବହୁତ ଭଲ। ସମସ୍ତେ ସାହସୀ ମଧ୍ୟ ଅଟ। ସେଥିପାଇଁ ବାପଦାଦା ସାହସୀ ପିଲାମାନଙ୍କୁ ସର୍ବଦା ସାହାଯ୍ୟ ପାଇବାର ଆଗକୁ ଅଭିନନ୍ଦନ ଦେଉଛନ୍ତି। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡରେ ସମସ୍ତେ ବହୁତ ମିଠା ମିଠା ସୁଇଟ୍ ସାଇଲେନ୍ସ ସ୍ଥିତିର ଅନୁଭବରେ ହଜିଯାଅ। ବାପଦାଦା ଡ୍ରିଲ୍ କରାଇଲେ। ଆଚ୍ଛା, ଚାରିଆଡ଼ର ସମସ୍ତ ତୀବ୍ର ପୁରୁଷାର୍ଥୀ ସର୍ବଦା ନିଜର ଦୃଢ଼ ସଂକଳ୍ପ ଦ୍ୱାରା ସଫଳତାକୁ ପ୍ରାପ୍ତ କରୁଥିବା ସଦା ବିଜୟର ତିଳକଧାରୀ ବାପଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ, ଡବଲ ମୁକୁଟଧାରୀ, ବିଶ୍ୱ କଲ୍ୟାଣକାରୀ, ସର୍ବଦା ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରୁଥିବା, ପରମାତ୍ମା ସ୍ନେହରେ ପାଳିତ ହେଉଥିବା ସର୍ବଶ୍ରେଷ୍ଠ ସନ୍ତାନମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆନ୍ତରିକ ଆଶୀର୍ବାଦ ଏବଂ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ସୁପ୍ରଭାତ। ଦାଦୀମାନଙ୍କ ସହିତ ଯେହେତୁ ପିଲାମାନେ ଉପସ୍ଥିତ ଅଛନ୍ତି, ତେଣୁ ବାବା ତ ନିଶ୍ଚିତ ଉପସ୍ଥିତ ହେବେ। କାହିଁକି ନା ବାବା ପିଲାମାନଙ୍କ ଠାରୁ ଦୂରେଇ ରହିପାରିବେ ନାହିଁ, କି ପିଲାମାନେ ମଧ୍ୟ ବାବାଙ୍କ ଠାରୁ ଦୂରେଇ ରହିପାରିବେ ନାହିଁ। ପ୍ରତିଜ୍ଞା କରିଛ ନା? ସାଥିରେ ଅଛୁ, ତୁମ ସାଥିରେ ଯିବୁ। ଅଧାକଳ୍ପ ବ୍ରହ୍ମା ବାବାଙ୍କ ସାଥିରେ ରହିବୁ। ଜାନକୀ ଦାଦି କହିଲେ, ଶିବ ବାବା ତ ବ୍ରହ୍ମାଙ୍କ ସହିତ ମିଶିକରି ଅଛନ୍ତି ନା? ତୁମର ଏହି ଅନୁଭୂତି ମଧ୍ୟ ଠିକ୍ ଅଟେ। ଏବେ ପାଇଁ ତ ଗ୍ୟାରେଣ୍ଟି ଦେଉଛି, କିନ୍ତୁ ଯେତେବେଳେ ରାଜ୍ୟ କରିବ ସେତେବେଳେ ଆସିବି ନାହିଁ। କେହି ଦେଖିବା ବାଲା ତ ଦରକାର ନା? ଉପରେ ଆପଣଙ୍କର କିପରି ମନ ଲାଗିବ?
ଡ୍ରାମାରେ ପାର୍ଟ ଅଛି ନା? ବ୍ରହ୍ମା ବାବା ତ ସାଥିରେ ଅଛନ୍ତି ନା? ଦେଖ ଡ୍ରାମା କ'ଣ କରାଉଛି। ଆଜିର ବରଦାନ। ରିଅଲ୍ଟି ଅର୍ଥାତ ବାସ୍ତବିକତା ଦ୍ୱାରା ପ୍ରତ୍ୟେକ କର୍ମ ବା ବାଣୀରେ ରୟାଲ୍ଟି ଅର୍ଥାତ ରାଜକୀୟତାର ପ୍ରଦର୍ଶନ କରୁଥିବା ପ୍ରଥମ ଶ୍ରେଣୀର ଅଧିକାରୀ ହୁଅ। ରିଅଲ୍ଟି ଅର୍ଥାତ ବାସ୍ତବିକତା ଦ୍ୱାରା ପ୍ରତ୍ୟେକ କର୍ମ ବା ବାଣୀରେ ରୟାଲ୍ଟି ଅର୍ଥାତ ରାଜକୀୟତାର ପ୍ରଦର୍ଶନ କରୁଥିବା ପ୍ରଥମ ଶ୍ରେଣୀର ଅଧିକାରୀ ହୁଅ। ଡିଟେଲ୍ସ। ରିଅଲ୍ଟି ଅର୍ଥାତ ନିଜ ଅସଲି ସ୍ୱରୂପର ସ୍ମୃତି ସର୍ବଦା ରହୁଥିବ, ଯାହାଦ୍ୱାରା ସ୍ଥୂଳ ଚେହେରାରେ ମଧ୍ୟ ରୟାଲ୍ଟି ଦେଖାଯିବ। ତେବେ ରିଅଲ୍ଟିର ଅର୍ଥ ହେଲା ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ। ଏହି ସ୍ମୃତି ଦ୍ୱାରା ପ୍ରତ୍ୟେକ କର୍ମରେ ଏବଂ ବାଣୀରେ ରୟାଲ୍ଟି ଦେଖାଯିବ। ଯିଏ ବି ତୁମ ସମ୍ପର୍କରେ ଆସିବ ସେମାନଙ୍କୁ ପ୍ରତ୍ୟେକ କର୍ମରେ ବାବାଙ୍କ ସମାନ ଚରିତ୍ରର ଅନୁଭୂତି ହେବ। ପ୍ରତ୍ୟେକ ବାଣୀରେ ବାବାଙ୍କ ଭଳି ଅଧିକାରୀ ପଣିଆର ଏବଂ ପ୍ରାପ୍ତିର ଅନୁଭୂତି ହେବ। ତୁମର ସଙ୍ଗ ସଚ୍ଚା ହୋଇଥିବା କାରଣରୁ ପାରସ ଭଳି କାମ କରିବ। ଏହିଭଳି ରିଅଲ୍ଟି ସମ୍ପନ୍ନ ରୟାଲ ଆତ୍ମାମାନେ ହିଁ ଫାଷ୍ଟ ଡିଭିଜନର ଅଧିକାରୀ ହୋଇଥାନ୍ତି। ଆଜିର ସ୍ଲୋଗାନ। ଯଦି ଶ୍ରେଷ୍ଠ କର୍ମର ଖାତାକୁ ବଢ଼ାଇ ଚାଲିବ ତେବେ ବିକର୍ମର ଖାତା ସମାପ୍ତ ହୋଇଯିବ। ଯଦି ଶ୍ରେଷ୍ଠ କର୍ମର ଖାତାକୁ ବଢ଼ାଇ ଚାଲିବ ତେବେ ବିକର୍ମର ଖାତା ସମାପ୍ତ ହୋଇଯିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଏବେ ତ ଚାରିଆଡ଼େ ହଲଚଲ ରହିଛି ଏବଂ ଆଗକୁ ମଧ୍ୟ ବ୍ୟକ୍ତିମାନଙ୍କ ଆଡ଼ୁ ପ୍ରକୃତି ଆଡ଼ୁ ହଲଚଲ ନିଶ୍ଚିତ ବଢ଼ିବ। ତେଣୁ ଏହିଭଳି ସମୟରେ ସୁରକ୍ଷିତ ରହିବାର ସାଧନ ହେଲା ଗୋଟିଏ ସେକେଣ୍ଡ ଭିତରେ ନିଜକୁ ବିଦେହୀ, ଅଶରୀରୀ ବା ଆତ୍ମ ଅଭିମାନୀ କରିଦେବା। ତେଣୁ ମଝିରେ ମଝିରେ ଅଭ୍ୟାସ କରି ଦେଖ ଯେ ମୁଁ ଗୋଟିଏ ସେକେଣ୍ଡ ଭିତରେ ମନ ବୁଦ୍ଧିକୁ ଯେଉଁଠି ଇଚ୍ଛା ସେଠାରେ ସ୍ଥିତ କରିପାରୁଛି କି ନାହିଁ। ଏହାକୁ ହିଁ ସାଧନା କୁହାଯାଏ। ସୂଚନା। ଆଜି ମାସର ତୃତୀୟ ରବିବାର। ସମସ୍ତ ରାଜଯୋଗୀ ଭାଇ ଭଉଣୀମାନେ ସନ୍ଧ୍ୟା 6:30 ଠାରୁ 7:30 ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ନିଜର ଶୁଭ ଭାବନାର ଶ୍ରେଷ୍ଠ ବୃତ୍ତି ଦ୍ୱାରା ମାନସିକ ଶକ୍ତିର ମହାଦାନୀ ହୋଇ ସମସ୍ତଙ୍କୁ ନିର୍ଭୟତାର ବରଦାନ ଦେବାର ସେବା କରିବା ହେବେ। ଓମ୍ ଶାନ୍ତି।